ଆଜ୍ଞା ଭାଗ ମାଗିଲା ବେଳକୁ ଆଗେ ଲମ୍ବା ଲାଇନ ର ଆଗରେ ଛିଡା ହେଇଥିବେ ଭାଗ ମାଗିଲା ବେଳକୁ, କିନ୍ତୁ ଯୋଗଦାନ ଦେବା ପାଇଁ ସମୟ ନାହିଁ। ବୁଝିପାରିଲେନି ବୋଧେ? ମୋ କହିବା କଥା ହେଲା ଗତକାଲି ଠାରୁ ଡ୍ରାଇଭର ମାନଙ୍କର ଷ୍ଟେରିଂ ଛାଡା ଆନ୍ଦୋଳନ ଚାଲିଛି, କିନ୍ତୁ ମୁଁ ଦେଖୁଛି ରାସ୍ତାରେ ଅନେକ ଡ୍ରାଇଭର ଭାଇ ମାନେ ଗାଡି ଚଲେଇକି ଯାଉଛନ୍ତି। ତମମାନଙ୍କୁ ଲାଜ ଲାଗୁନି? ଯୋଉ ଭାଇ ମାନେ ଆପଣ ମାନଙ୍କ ପାଇଁ ଆନ୍ଦୋଳନ ଚଲେଇଛନ୍ତି ସେମାନେ 60 ବର୍ଷ ପରେ ଭତ୍ତା ହଉ କିମ୍ବା ପାର୍କିଂ ର ଯୋଜନା ହଉ, ଯେତେ ସବୁ ଯୋଜନା ପାଇଁ ଯୋଉ ଆନ୍ଦୋଳନ ଚଲେଇଛନ୍ତି, କଣ ଆପଣ ମାନେ ସେଥିରେ ଭାଗିଦାର ହେବେନି? ତାହେଲେ କାହିଁ ଗାଡି ଚଲାଉଛନ୍ତି? ଆରେ କାହିଁ ଗାଡି ଚଲାଉଛନ୍ତି? ଆପଣ ମାନଙ୍କୁ ଲାଜ ଲାଗୁନି? ଆପଣମାନଙ୍କୁ ଲାଜ ଟିକେ ନାହିଁ? କେଡେ ନିର୍ଲଜ୍ଜ ଗୁଡାକିରେ ତମେ? ଗଭର୍ଣ୍ଣମେଣ୍ଟ ମୋ ବସ୍ ଡ୍ରାଇଭର ମାନେ ମୁଁ ଦେଖୁଛି ସମସ୍ତେ ଚଲାଉଛନ୍ତି। ତାମାନେ ଡ୍ରାଇଭର ମାନଙ୍କର ଯୋଉ ଯୋଜନା ହବ ତମମାନେ ସେଥିରେ ଭାଗିଦାର ହବନି? ନିର୍ଲଜ୍ଜ କିଏ? ତମେ ଗଭର୍ଣ୍ଣମେଣ୍ଟ ଡ୍ରାଇଭର ହେଲେ ବୋଲି ତମେ ନିର୍ଲଜ୍ଜ ନୁହଁ? ତମର କିଛି ଅଧିକାର ନାହିଁ? ଭିଡିଓକୁ